हरि बोल हरि बोल हरि बोल तनाम गाई जीव मदीना सरी जीव पाद पद्मे अच्छी भरा मो प्रभु जगन्नाथ से जे कमला कांत पुरुषोत्तम क्षेत्रवासे मो प्रभु जगन्नाथ से जे कमला कांत पुरुषोत्तम क्षेत्रवासी नाम गाई जीव मदीना सरी जीव नाम गाई जीव मदीना सरी जीव पाद पद में अथे भराते सत्यनारायण को प्रीति अर्थे सर्वे बोलंतु आनंद एक बार हरि बोल। माँ जगत जननी शारदा देवी प्रीति अर्थे जगन्नाथ बलभद्र सुभद्रा सुदर्शन चतुर्धामूर्ति प्रीति अर्थे सर्वे बोलंतु आनंद एक बार हरि हरि। उपस्थित आबाल वृद्ध वनिता मानकर नारायण सर्वस्मिन् काले सर्वविध कल्याण साधन करंतु सर्वे बोलंतु आनंद एक बार हरे हरे बोल। जगदा नंद कुंदा नमो नीलाचल निवासाय जगन्नाथाय ते नमः। जगन्नाथायते नमः। नारायण रुद्रे अंबिके भास्करे तथा नाभिनग्न करत देव नमस्तुते। जय गोविंदे परमानंदे भज गोविंदे राम जय गोविंदे परमानंदे भज गोविंदे सुंदर नागर नटवर सुंदर नागर नटवर मोहन मुरली धर श्याम जय गोविंदे परमानंदे भज गोविंदे जय गोविंदे भज गोविंदे राम। उपरे
ଭକ୍ତଙ୍କ ପାଇଁ ପରେ କରାଇ ଭକ୍ତଙ୍କ ପାଇଁ ରୂପ ନିନ୍ଦେ କୋଟିଏ ମଦନ ନିନ୍ଦେ ଗୋଟିଏ ମଦ ଆଏ ବେଣୁ କରେ କଙ୍କଣ ବାଜଇ ଋଣ ଝୁଣ ମୋହନ ମୁରଲୀଧର ଶ୍ୟାମ ଜୟ ଗୋବିନ୍ଦେ ପରମାନନ୍ଦେ ଭଜ ଗୋବିନ୍ଦେ ରାମ ଜୟ ଗୋବିନ୍ଦେ ପରମାନନ୍ଦେ ଭଜ ଗୋବିନ୍ଦେ ରାମ ମନ ଭିରାମ ନୟନାଭିରାମ ବିରାମ ନୟନାଭିରାମ ମନ ଭିରାମ ନୟନାଭିରାମ ବିରାମ ନୟନାଭିରାମ ବଚନ ଶ୍ରବଣ ଭିରାମ ଆରେ କିଶୋର ବୟସ ମନ୍ଦ ମନ୍ଦ ହାସ କିଶୋର ବୟସ ମନ୍ଦ ମନ୍ଦ ହାସ ରୂପ ନିନ୍ଦେ କୋଟି କୋଟିକା ଜୟ ଗୋବିନ୍ଦେ ପରମାନନ୍ଦେ ଭଜ ଗୋବିନ୍ଦେ ରାମ ଜୟ ଗୋବିନ୍ଦେ ପରମାନନ୍ଦେ ଭଜ ଗୋବିନ୍ଦେ ରାମ ରତନ ମନ୍ଦିର ରଞ୍ଜିତ ଶରଣ ରତନ ମନ୍ଦିର ରଞ୍ଜିତ ଚରଣ ରତନ ମନ୍ଦିର ରଞ୍ଜିତ ଚରଣ ରତନ ମନ୍ଦିର ରଞ୍ଜିତ ଚରଣ ଯେଉଁ ପଦ ଶରଣର ସ୍ଥାନ ପଦ ଆରେ ହରିହର ବ୍ରହ୍ମାଦି ହରିହର ଏ ପୁରୀ ଜିଲ୍ଲା ବାୟକ ରହିଲା ଅଭିରାମ ଭଜେ ଶ୍ୟାମ ରାମ ଜୟ ଗୋବିନ୍ଦେ ପରମାନନ୍ଦେ ଭଜ ଗୋବିନ୍ଦେ ଗୋବିନ୍ଦେ ପରମାନନ୍ଦେ ଭଜ ଗୋବିନ୍ଦେ ରାମ କହିଲା ଏକ ବୃକ୍ଷ ତ୍ରୟ ଶାଖା ପତ୍ର ଚତ୍ୱାରିଲେ ଭଜ ଫଳ ଷୋଳ ସାଧନ ବନ୍ଧୁତେ ସଂସ୍କୃତି ସମ୍ପନ୍ନ ଉତ୍କଳ ମାଟିଏ ଆଜ୍ଞା ଆଜ୍ଞା ଯେଉଁ ଉତ୍କଳ ପ୍ରଦେଶରେ କଳାର ଉତ୍କର୍ଷତା ଲାଭ କରି ଆସିଅଛି ଆଜ୍ଞା ଆଜ୍ଞା ସବୁ କଳା ଭିତରେ ପାଲା କଳା ହେଉଛି ଶ୍ରେଷ୍ଠ କଳା କଳା ଯାହା ହଉ ଆଜ୍ଞା। 47ତମ ରାଜ୍ୟସ୍ତରୀୟ ସମ୍ମିଳନୀ ନୀଳାଚଳ ନିଖିଳ ଉତ୍କଳ ପାଲା ଗାୟକ ପରିଷଦ ଓଡ଼ିଶା ମୁଁ ପ୍ରଥମେ ସାଧୁବାଦ ଦେବି କାହାକୁ? ଅନନ୍ତ କୋଟି ଦଣ୍ଡବତ ଜଣେଇବି ଆହା ଇଏ ପରିଷଦର ନାମକୁ ଯିଏ ରଖିଛନ୍ତି ନୀଳାଚଳ ନିଖିଳ ଉତ୍କଳ ପାଲା ପରିଷଦ ବାଃ, ବାଃ, ବାଃ। ଗାୟକ ପରିଷଦ ପରିଷଦ। ଅନନ୍ତ କୋଟି ଦଣ୍ଡବତ ଜଣେଇବି ଆଜ୍ଞା ସେ ଯାହା ହଉ ବିଶ୍ୱର ଇଷ୍ଟ ବଳିଆର ଭୁଜ ଜଗତର ନାଥ ଜଗନ୍ନାଥ ଶ୍ରୀକ୍ଷେତ୍ର ମୌଡ଼ମଣି ତାଙ୍କ ପଦାବ୍ଦର ଅନନ୍ତ କୋଟି ଦଣ୍ଡବତ ଜଣେଇ ସାରିବା ପରେ ପରେ ଉକ୍ତ ଅନୁଷ୍ଠାନର ପଦାଧିକାରୀ ଯୋଗ୍ୟ ବ୍ୟକ୍ତିତ୍ୱମାନଙ୍କୁ ମଥାନତ ଦଣ୍ଡବତ କରି ସାରିବା ପରେ ବି ଯେଉଁ ଧୀରଣ ବରିଷ୍ଠ ଗାୟକମାନେ ବସିଛନ୍ତି ସମସ୍ତଙ୍କର ପାଦ ଧୂଳିକି ପାଥେୟ କରି ଆଜ୍ଞା ଆଜ୍ଞା ଇଏ ଅକିଞ୍ଚନ ମୂର୍ଖ କଣ ମହାପ୍ରଭୁଙ୍କର ଏ ପବିତ୍ର ମୁକ୍ତ ଆକାଶ ରଙ୍ଗମଞ୍ଚ ଶ୍ରଦ୍ଧାବାଲରେ ଚାରିପଦ କଥା କହିବ କହିବା ହଉ ଠିକ ଅଛି
ମୁଁ 30 ବର୍ଷ ହେଲା ପାଲା ଗାଇଲେଣି ଏଠି କ'ଣ ଛାତି ଟିକେ ଟିକେ ଧରୁଛି କାହିଁକି ଏଟା ଉଚ୍ଚା ଜାଗା ନୁହଁ। ତଥାପି ମୁଁ ତାକୁ ମାଡ଼ି ମୁଡ଼ିକିରି ରକ୍ଷା କରିକି ଚଲେଇଛି ଯାହା ହବ ମହାପ୍ରଭୁଙ୍କ ଇଚ୍ଛା। ଆଜ୍ଞା ଆଜ୍ଞା ପୁଅ ଆଜ୍ଞା ସେ ଯାହା ହଉ ଶାସ୍ତ୍ର କହେ ବିନାଶରେ ନ ବର୍ତ୍ତନ୍ତେ କବିତା ବନିତା ଲତା। ଆଜ୍ଞା ଏ ପୁଏ ଆଜ୍ଞା ନାରୀର ଦୈହିକ ନାରୀ ତାର ଦୈହିକ କାମନାକୁ ଚରିତାର୍ଥ କରିବା ପାଇଁ ପୁରୁଷର ସହଯୋଗ କାମନା କରିଥାଏ। ଆଜ୍ଞା କବିର ଲେଖନୀ ମୁନରେ କବିତାର ଭାବ ବିଗ୍ରହ ପରିପୃଷ୍ଟତା ଲାଭ କଲା ପରି କରି ବିନା ରଞ୍ଜା ସାହାଯ୍ୟରେ ଲତାଟିଏ ମାରି ପାରେ ନା। ନା ଯେତେ ଅତ୍ୟାଧୁନିକତା ଆମ ସମାଜକୁ ଗ୍ରାସ କଲେ ବି ସୁଦ୍ଧା ସୁଦ୍ଧା ଆମେ କେବେ ପୁରାତନ ଝାଣ୍ଟାକୁ ଛାଡି ପାରିବା? ନାଇଁ ନାଇଁ ତାହେଲେ ଆପଣ ମାନଙ୍କର କଲ୍ୟାଣକାରୀ ହେବେ କିଏ? କିଏ? ଆଶୀର୍ବାଦକାରୀ ହେବେ କିଏ? କିଏ ପୁଅ ସାର୍ ଗୋଟିଏ ବୃକ୍ଷକୁ ଆଣିଛି ପଣ୍ଡିତ ମାନଙ୍କୁ ଆଶୀର୍ବାଦ କରିବେ। ଆଚ୍ଛା ଆଚ୍ଛା ସାର୍ ଏ ଜଗନ୍ନାଥ ଧାମକୁ ଆସିଲେ ଜଗନ୍ନାଥ ଆଶୀର୍ବାଦ ନ କରିକିରି ଠାକୁରଙ୍କୁ ଆଣିଲେ ନେଇ ଠାକୁରାଣୀକି ଆଣିଲେନି ଠାକୁରାଣୀକି ଆଣିଲି ନେଇ ଗୋଟେ ଗଛକୁ ଆଣିଲେ ସେ ଆଶୀର୍ବାଦ କରିବ ମାତ୍ର 45 ମିନିଟ୍ ପାଲା ଭିତରେ ସେଇ ବୃକ୍ଷ ସେଇ ବୃକ୍ଷକୁ ମୁଁ ଆହ୍ୱାନ କରିଛି। ସେଇ ବୃକ୍ଷ ଏଠି ଉପସ୍ଥିତ ହୋଇ ସମସ୍ତଙ୍କୁ ଆଶୀର୍ବାଦ କରିବି। ଆଜ୍ଞା 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 ଆଚ୍ଛା, ବୃକ୍ଷ କିଏ ଏ ପୁଅ ସାର୍ ଗଛ ଆଶୀର୍ବାଦ କରିପାରିବେ ନାହିଁ? ଗଛର ଗୁଣ କଣ ଅଛି ଏ ଆଜ୍ଞା ଯଦି ପ୍ରକୃତରେ ତୁ ଭଲ ମଣିଷ ହବୁ ତାହେଲେ ସମାଜରେ ପ୍ରତିଷ୍ଠିତ ହେବା ପାଇଁ ଚାହୁଁଛୁ ଆଜ୍ଞା ତାହେଲେ ତୁ ଗୋଟେ କାମ କର କୋଉ କାମ ଗଛକୁ ଗୁରୁ କର। ଇଏ ଦୁନିଆରେ ଗଛକୁ ଯିଏ ଗୁରୁ କରିନାହିଁ ହଁ। ସେ ତାର ଭବିଷ୍ୟତ ଉଜ୍ଜଳ ନାହିଁ। ତାହେଲେ ନା। ଗଛ ମୁଁ କଣ ଶିକ୍ଷା ଦଉଛି ଆଗ ଦେଖିବା ମୁଁ ଗୋଟିଏ କଥା ତତେ ପଚାରୁଛି ଗେଡୁଆ ପଚାର ମତେ କହ ଆହା, ତୁ ଅନେକ ଜନ୍ମର ପୁଣ୍ୟ ଫଳରେ ମନୁଷ୍ୟ ଜନ୍ମ ପାଇଲୁ ଧରା ବକ୍ଷକୁ ଆସିଲୁ ଆସିଲି ଯୋଉ ଭଗବାନଙ୍କର ଅପାର କରୁଣା ଇଏ ମନୁଷ୍ୟ ଜନ୍ମ ପାଇଲୁ କଣ କରିବା ପାଇଁ ଆସିଥିଲୁ କଣ କରିଛୁ ଆଉ କଣ କରିବୁ କହ 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 ଯାହା ସବୁ ଦରକାର କରି କରି ଆସିଛି କଣ କରିଛୁ? ପ୍ରଥମେ ଜନ୍ମ ହେଲି ଦ୍ୱିତୀୟରେ ବଡ ହେଲି ତୃତୀୟରେ ପାଠ ପଢିଲି କୋଉ ଯାଏ ପଢିଲୁ? ପ୍ରଥମ ପାସ ସିଧା ଚା କଲେକ୍ଟର ହେଇଦବୁ ବୋଧେ। ନାଇଁ ୱାର୍ଡ ମେମ୍ବର ଚତୁର୍ଥରେ ଚତୁର୍ଥରେ ଚାକିରି କଲି ପଞ୍ଚମରେ ବିବାହ ହେଲି ସଂସ୍କୃତରେ କହୁଛୁ ଆଜ୍ଞା ଷଷ୍ଠରେ ପୁଅ ଝିଅ ଅମଳ କଲି ଅମଳ କଣ ଧାନ ମଣ୍ଡିରେ ଦବ ଆଉ କେତେ ପିଲା 12ଟା କାଇଁ ଭଲ ଆଉ- କରିଛୁ ଆଉ କଲୁ ନେଇ ଏକ୍ସଟ୍ରା ପ୍ଲେୟାର ସହ ସବୁ ଜନ୍ମ କରିଦେଇଛୁ। ଖାଲି ଚାଉଳ ଲୋଭରେ ରହିଲି ଷଷ୍ଠରେ ଷଷ୍ଠରେ ବୁଢା ହେବି ସପ୍ତମରେ ମରିବୁ। ମରିବି ଇଏ କାମ କଣ ପଶୁ ପକ୍ଷୀ କରୁନାହାନ୍ତି? ଏ କାମ ସବୁ କରୁଛନ୍ତି ବ୍ୟାସ କହିଲେ ଆହାର ନିଦ୍ରା ଭୟ ମୈଥୁନାଂଶ ବେତ ପଶୁ ସାମଧିକ ବିଶେଷ ହୀନା ପଶୁ ଗେଡୁଆ ସାର୍ ଆମେ ମାନେ ବଞ୍ଚିବା ପାଇଁ ଖାଉଛେ ପଶୁ ପକ୍ଷୀ ମାନେ ଖାଉଛନ୍ତି ଆମେ ମାନେ ଶୋଉଛେ ପଶୁ ପକ୍ଷୀ ଶୋଉଛନ୍ତି ଆମ ମାନଙ୍କର ଭୟ ଅଛି ସେମାନଙ୍କର ଭୟ ଅଛି ଆମ ମାନଙ୍କର ମୈଥୁନ ଅଛି ପଶୁ ପକ୍ଷୀଙ୍କର ମୈଥୁନ ଅଛି ଆମ ମାନଙ୍କର ମରଣ ଅଛି। ସେମାନଙ୍କର ମରଣ ଅଛି ଏ ପୁଅ ଆଜ୍ଞା ଆଜ୍ଞା ଘାଟି ଦେବି କଣ ଯାତ୍ରା ପାଖି ମୋ କହିବାର ତାତ୍ପର୍ଯ୍ୟ କହ ଆମେ ମାନେ ଯାହା କଲେ ପଶୁ ପକ୍ଷୀ ତା କରୁଛନ୍ତି କଲେ ଆମେ କାହିଁକି ମଣିଷ ସେ କାହିଁକି ପଶୁ? ସେମାନଙ୍କ ଠାରୁ ଆମର ଦିଟା କଥା କମିବାରୁ ଆମେ ହେଲେ ମଣିଷ କୋଉ ଦିଟା କଥା କମିଛି? ଆମର ଥଣ୍ଟ ନାହିଁ କି ଲାଞ୍ଜ ନାହିଁ 4.5 କୋଟି ମଣିଷ ଓଡିଶାରେ ଅଛନ୍ତି। ଆଜ୍ଞା ଆଜ୍ଞା ସେଇ ବାପା ସେଇ ମା ମା। 3 ପୁଅ କାହା ମୁହଁ କାହା ସାଙ୍ଗରେ ମିଶି ନେଇ ନା ପଶୁ ପକ୍ଷୀଙ୍କର ଦିଟା କଥା ଅଧିକ ନୁହଁ ଆଉ ମଣିଷ ଭିତରେ ଗୋଟିଏ ଗୁଣ ଅଧିକ ଥିବାରୁ ଆମକୁ କୁହାଯାଇଛି ମଣିଷ। ସାର୍ ଗୁଣଟା କଣ ଧର୍ମେ ହିଁ ଅଧିକ ବିଶେଷା ଓଡିଆରେ କହ ଧର୍ମ କଣ ମଣିଷ ଜାଣିଛି ପଶୁ ପକ୍ଷୀ ଜାଣିନା। ତାହେଲେ ମଣିଷ କଣ ଧର୍ମ ଜାଣିଲା ଭାବେ ପଶୁ ଜନ୍ମ ହୋଇ ଧର୍ମ ଧର୍ମ ନ ଜାଣି ଧର୍ମ ଜଗତସିଂହପୁର ବ୍ରେକ୍ ଆଉ ଠିକ କମ ଅଛି। କହିଲା ସ୍ୱଭାବେ ପଶୁ ଜନ୍ମ ହୋଇ ଧର୍ମ ଧର୍ମ ନ ଜାଣି ଧର୍ମ ଧର୍ମ ପଶୁ ଧର୍ମ କଣ ଜାଣିଛି? ନା ଯୋଉ ମା ଗର୍ଭରୁ ଜନ୍ମ ନବ ସେଇ ମା ସହିତ ରତି କ୍ରୀଡ଼ା କରିବ ଆହା ଆଚ୍ଛା। କରିବ ନା ନାଇଁ? କରେ ନା ଆଉ କିନ୍ତୁ ଯୋଉ ମଣିଷ ଦିବ୍ୟ ସୁନ୍ଦର ହେଇଥିବ ଧର୍ମ ବିଷୟରେ ଜାଣିନଥିବ ବାସ୍ ତାକୁ ପଶୁ କୁହାଯିବନି। ପଶୁ ନା ଆଉ ତା ମାନେ ଭଗବାନଙ୍କର ଅପାର କରୁଣା ବଳରେ ତୁ ମର୍ତ୍ତ୍ୟରେ ଜନ୍ମ ନେଲୁ ଆଜ୍ଞା
କେବଳ ଖାଇବୁ ପିଇବୁ ବଡ ହବୁ ସଂସାର କରିବୁ ମରିବୁ ଆଉ କଣ କରିବା ନାଇଁ ନାଇଁ କୋଉ କାମ କଲେ ଆହା ଭଗବାନ ଖୁସି ହେବେ କହିଲ ଆଚ୍ଛା ଆଚ୍ଛା ବ୍ୟାସ କହିଲେ ହେ କଳି ଯୁଗର ମଣିଷ ଏ ତୁମ ପାଖରେ ସମୟ ଅଭାବ ତୁମେ ଅଷ୍ଟାଦଶ ପୁରାଣ ପଢି ପାରିବନି ନା। ଗୋଟିଏ ଶ୍ଲୋକ ଦେଖ 16 କୋଟି କହିଲା ଅଷ୍ଟାଦଶ ପୁରାଣେଷୁ ଷଷ୍ଠ ବସଙ୍ଗ ଉପକାର ପୁଣ୍ୟାୟ ପାୟ ପରପୀଡ଼ନ ପରର ଉପକାର କରିବା ପୁଣ୍ୟ ଆଉ ପରର ଅପକାର କରିବା ହଉଛି ପାପ ପାପ ପରର ଉପକାର ତୁ କରିବୁ ଶିଖିବୁ କାଠୁ କାଢ ଶିଖିବା ଗଛକୁ ଯିଏ ଗୁରୁ ନ କରିଛି ହଁ ଆଜ୍ଞା ସେ ମଣିଷ ହେଇପାରିନି ତାହେଲେ ଗଛ ଉପକାର କଣ କରୁଛି ଅବଧୂତ 24 ଗୁରୁ କଲେ ଆଜ୍ଞା ଆଜ୍ଞା ଯାହାଠୁ ଶିଖିବ ସେ ଗୁରୁ ଗୁରୁ ଆଜି ସୁଦର୍ଶନ ମଉସା ବସିଛନ୍ତି ଆଜ୍ଞା ଏତେ ବୟସରେ ସେ ଯେତିକି ଆକ୍ଟିଭ ଆମେ ନୁହଁ ନା ନା ସେ ଡେଇଁ ପଡୁଛନ୍ତି ସେ ପାହାଚକୁ ହଁ। ମୁଁ ଏଠୁ ପ୍ରଣାମ କରୁଛି ଭଗବାନଙ୍କୁ ଡାକୁଛି ଆପଣ ସେମିତି ଥାନ୍ତୁ ବାସ୍। ଏ ପୁଅ ଏ ଆଜ୍ଞା ଆଜ୍ଞା ମୋ କହିବାର ତାତ୍ପର୍ଯ୍ୟ କହ। ଗଛକୁ ଗୁରୁ କରିଛୁ ନା ଗଛକୁ କାହିଁ ଗୁରୁ କରିବୁ ତାର ଗୁଣ କଣ ଅଛି ତତେ କେତେବେଳେ ତୋ ବାପା ମା କହିବେ ଧନ୍ୟ ତତେ କେତେବେଳେ ତୋ ଗାଁ ଲୋକ କହିବେ ଧନ୍ୟ ଧନ୍ୟ ତତେ କେତେବେଳେ ଓଡିଶା କହିବ ଧନ୍ୟ ଭାରତ କହିବ ଧନ୍ୟ କେତେବେଳେ ଗୋଟିଏ ପଦ ଗାଉଛି ଶୁଣୁ ଜଗନ୍ନାଥ ଦାସ ଭାଗବତ ଗା କହିଲେ ଧନ୍ୟ ଜୀବନ ଇଏ ଜଗତେ ଜଗତେ ଯେ ପ୍ରାଣ ଧରେ ପ୍ରାଣ ହିତେ ସେତିକି ବେଳେ ତୁ ଧନ୍ୟବାଦ ଦେବେ ତତେ ତାର କେତେବେଳେ ଯେତେବେଳେ ତୁ ପରର ହିତ ସାଧନ କରିବୁ ପରର ଉପକାର କରିବୁ ପର ଉପକାର କଲେ ହବ ନା ଆଜ୍ଞା ଇଏ ଦୁନିଆରେ ଆପଣଙ୍କୁ କେତେବେଳେ ପୂଜା କରିବେ କହିଲ ନା ଉପକାର ଯେ କରେ ଧନ୍ୟ ତାର ଜୀବନ ତାର ଜୀବନରେ ମାନସ ଧନ୍ୟ ତାର ଜୀବନ ଇଏ ପର ଉପକାର করে যে ধন্য তার জীবন মরতে দেবতা সিনাসে পূজে দেবতা কহিলে পণ্ডিতে কোন আমি বুঝিবা না যাহাঙ্ক ভিতরে দিব্য গুণ ଅଛି সে দেবতা দেবতা সূর্যঙ্ক ভিতরে ଅଛି দিব্য গুণ আজ্ঞা চন্দ্রঙ্ক ভিতরে দিব্য গুণ আজ্ঞা পবন ভিতরে দিব্য গুণ আজ্ঞা বরুণঙ্ক ভিতরে দিব্য গুণ যাহা ভিতরে দিব্য গুণ ଅଛି সে দেবতা দেবতা আদি দিব্য গুণ থিবারু বাস গায়ক মানে পূজা পাউଛନ୍ତି হরনাথ পূজা পাউଛନ୍ତି মার্কଣ୍ଡେୟ ବାହିନୀପତି ପୂଜା ପାଉଛନ୍ତି ନିରଞ୍ଜନଙ୍କର ପୂଜା ପାଉଛନ୍ତି ଆଜ୍ଞା। ଦିବ୍ୟ ଗୁଣ ଥିଲା ମୋ କହିବାର ତାତ୍ପର୍ଯ୍ୟ ଦିବ୍ୟ ଗୁଣ ଯାହା ଭିତରେ ନାହିଁ ସେ ଦେବତା ନୁହଁ না ଆମେ ମାନେ କେତେବେଳେ ପଢିଛେ କି ଦେଖିନେ ଶିବ କୁଆଡେ ବିଷ ପାନ କରିଥିଲେ আজ্ঞা আজ্ঞা ଏ ପୁଅ আজ্ঞା ମୁଁ ବିଶ୍ୱାସ କରୁନି କି ଅବିଶ୍ୱାସ କରୁନି বেশ ଆପଣଙ୍କ ଆଖି ଆଗରେ ଲକ୍ଷ ଲକ୍ଷ ଶିବ ବିଷ ପାନ କରୁଛନ୍ତି লক্ষ লক্ষ শিব কে 4.5 ଲକ୍ଷ ମଣିଷ ଆଜ୍ଞା। 4.5 କୋଟି ମଣିଷ মনীষ ଦିନ ରାତି 24 ଘଣ୍ଟା ଭିତରେ 21,600 ଥର ଗୁଣନ 4.5 କୋଟି ପିଠେଇ ଦବୁ ଗୁଣି ଦବୁ ଯେତିକି ହବ ସେତିକି বাস বিষ ବିଷ ତ୍ୟାଗ କରୁଛି ଅଙ୍ଗାରକାମ୍ଳ ବିଷ হ্যাঁ ଆମ ପାଇଁ ଦରକାର ଅମ୍ଳଜାନ ଅକ୍ସିଜେନ ଦରକାର আজ্ঞা আজ্ঞা ଅକ୍ସିଜେନ ଯୋଗାଉଛି କିଏ ଗଛ ଯୋଗାଉ ନାହିଁ গঠ নাও ମଣିଷ ଛାଡୁଥିବା ଉତ୍ପାତ ବିଷକୁ ପାନ କରି ଆଜ୍ଞା, ଆଜ୍ଞା। ଗଛ ଯୋଗାଉଛି ଅମୃତ হ্যাঁ ଇଏ କହୁଛି ଗଛର ମୂଲ୍ୟ ନାହିଁ সামান্য ଏ ସ୍ୱଳ୍କ ଗାଇବି কাঁদু ଆଜିର ସମାଜରେ କଳି ଯୁଗରେ କଳା ମୁଣ୍ଡିଆ ଦି ଗୋଡିଆ ମଣିଷ ଉପକାରୀର ପ୍ରତ୍ୟୁପକାରକୁ ଭୁଲି ଗଲା ବେଳେ বাস ଏ ପୁଅ আজ্ঞা ଗୋଟିଏ ଗଛ ତୁ ବାରିଆଡେ ଯୋଉ ଗଛ ଲଗେଇଛୁ ସେ ଆମ- ପାଣି ଦଉଛୁ হ্যাঁ ସେଇ ଗଛ ଉପକାର ପ୍ରତ୍ୟୁପକାର ଶିଖଉଛି ଗୋଟେ ଶ୍ଳୋକ ଗାଉଛି ଶୁଣୁ গা କଲା ପ୍ରଥମ ବୟସୀ ଦତ୍ତଂ ତ୍ୱୟମ ପସ୍ମରନ୍ତ ଶିରସି ନିହିତ ଭାରା ନାରିକେଳ ନରାଣା ସଲିଳ ମମୃତ ତୁଲ୍ୟଂ ଦଦ୍ୟୁରା ଜୀବନାନ୍ତଂ ଉପକାର ସାଧବ ବିଶ୍ୱ ଏଠି ଯେତିକି ଆପଣ ମାନେ আজ্ঞা ମାମୁଁ ଘର କଥା বাস ମା ଆଗରେ କହିବା ଯାହା ହେଲା କଥା କହିବା ସେ ମୁଁ ଏଠି ଦେଖି ଦେଖି ଶୁଣି ଶୁଣି କଣ ଦି ଧାଡି ଏଠି ଠିଆ ହେଇଛି আজ্ঞা আজ্ঞା ଏଠି ଆପଣ ମାନେ ବିଚାର କରନ୍ତୁ ପ୍ରାଥମିକ ଅବସ୍ଥାରେ ଗୋଟେ ନଡିଆ ଗଛ আজ্ঞা ନଡିଆ ଚାରା আজ্ঞା ପାଣି ନଦେଲେ ବଞ୍ଚିବ গছ মরিব
ବଡ ହେଇଗଲେ ନଦେଲେ ଚଳିବ କିନ୍ତୁ ଦବା ଉଚିତ। ବାସ୍। ନଡ଼ିଆ ଗଛ ମୂଳେ ହଁ ପ୍ରାଥମିକ ଅବସ୍ଥାରେ ପାଣି ଦେଇଥିବାରୁ ଅଳ୍ପ ଅଳ୍ପ ପାଣି ଦେଇଥିବାରୁ ସ୍ମରଣ ରଖିଛି ନଡ଼ିଆ ଗଛ। ଆଜ୍ଞା ଆରେ ଆରେ ମୋ ମୂଳରେ ପାଣି ମୁନ୍ଦେ ଦେଇଥିବାରୁ ମୁଁ ଏଡେ ବଡ ହେଲି, ହଁ ମୁଁ ଉପକାରୀର ପ୍ରତି ଉପକାର କରିବି ନାହିଁ। କଣ କଲା ଦେଖନ୍ତୁ ସଲିଳ ଅମୃତ ତୁଲ୍ୟ ଆଜ୍ଞା ଅମୃତ ତୁଲ୍ୟ ପାଣି ମୁଣ୍ଡରେ ମୁଣ୍ଡେଇ ଏ ଆଜି ଏ ସମାଜ ଦେଇଛି ପବିତ୍ର ନଡ଼ିଆ, ଯୋଉ ପନିର ଜଳ ଜଗନ୍ନାଥ ପିଇବେ, ଆଜ୍ଞା। ରୋଗୀ ପିଇବ, ଭୋଗୀ ପିଇବ, ଯୋଗୀ ପିଇବେ। ପାଲା ବାଲା ପିଇବେ ପ୍ରତ୍ୟେକ ମାନବିକ କାର୍ଯ୍ୟକ୍ରମରେ ପନିରର ଆବଶ୍ୟକତା ଅଛି। ଆଜ୍ଞା ନଡ଼ିଆ ଗଛ ମୂଳେ ବାଲ୍ୟ ଅବସ୍ଥାରେ ପାଣି ଦେଇଥିବାରୁ ଆଜ୍ଞା ସିଏ ଋଣୀ ହେଇନେଇ ଉପକାରୀର ପ୍ରତି ଉପକାର କରୁଛି। ମୁଣ୍ଡରେ ପେଣ୍ଡା ପେଣ୍ଡା ନଡ଼ିଆ ମୁଣ୍ଡେଇ ଆଜ୍ଞା ତୋର ଯିଏ ଉପକାର କରେ ତୁ ପ୍ରତି ଉପକାର କରୁ କରିନେ ଆଉ କଣ ନା, ଏ? ତୋର ଉପକାର ଯେ କରିଛୁ ପ୍ରତି ଉପକାର କରିନୁ। ଆଜ୍ଞା ତୋର ଗୋଟେ ପୁଅ 5 ଥର ମାଟ୍ରିକ ଫେଲ ହେଲା, ଆଜ୍ଞା ଗୋଟେ ପିଲା ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ଗ୍ୟାରେଜ କରିଛି, ସେ ତୋ ପୁଅକୁ ମେକାନିକ ଶିଖେଇ ଦେଲା। ତୁ ପରା କହିଲୁ ତାରି ଗାଡ଼ିରେ ଗ୍ୟାରେଜ କର। ତୁ କେତେ ଉପକାର ପ୍ରତି ଉପକାର କରୁଛୁ। ଭଲ ପଇସା ହଉଛି ସାରୁକୁ ଯାଆନି। ନା ମୁଁ ଯୋଉ ଗଛକୁ ଆଣିଛି ଆଜ୍ଞା ସେ ଗଛ ସାଧାରଣ ନୁହଁ। ସେ କହୁଛ? ସମ୍ମାନସ୍ପଦ ଗାୟକ ମହାଶୟ, ବୃନ୍ଦାବନରେ ସାଧୁତ୍ୱ ପ୍ରାପ୍ତି ହେଇଥିବା ଆମ ଏଇ ପାଲାରେ ସେ ଜଣେ ଗାୟକ ରୂପରେ କାର୍ଯ୍ୟକ୍ରମ କରୁଥିଲେ ନୀଳମଣି ସାରଙ୍କ ଛାତ୍ର ଗୋପାଳ ଦାସ ମହାରାଜଜୀ। ଗାୟକ ପ୍ରବୀର ସନାତନ ଦାସଙ୍କ ପାଲା ପରିବେଷଣରେ ଖୁସି ହୋଇ 501 ଟଙ୍କା ଅର୍ପଣ କରିଛନ୍ତି। ଆଶା କରି ସାଦର ଗ୍ରହଣ କରି କହିଲେ ସବୁ ପିଲାମାନେ ନେବ। ମୁଁ କହିଲି ନନା ରଖିବେନି ଏ ପଇସା, ସବୁ ଆମ ପିଛେ ଖର୍ଚ୍ଚ କଲେଣି 3000। ମୁଁ କହିଲି ଗୋଟା ଟଙ୍କା ସିଏ ରଖିବେନି, ଇଏ ସବୁ ଯୋଉଠି ଆମ କୁଣ୍ଡ ଗୋଟିଏ। ଗୌରାଙ୍ଗ ମହାପ୍ରଭୁ ଗୋପାଳ ଗୋପାଳ ଦାସ ସେଇ ମହାରାଜ। ଗୋପାଳ ଆଜ୍ଞା ବିଷ୍ଣୁ ନାରାୟଣ କୃଷ୍ଣ ବୈକୁଣ୍ଠ ବିଶ୍ୱରସ୍ରବା ଦାମୋଦର ଋଷିକେଶ କେଶବ ମାଧବ ସ୍ରବୁ ଦୈତାରୀ ପୁଣ୍ଡରିକାକ୍ଷ ଗୋବିନ୍ଦ ଗରୁଡ଼ ଧ୍ୱଜ ପୀତାମ୍ବର ଚିତ୍ତସାଙ୍ଗୀ ବିଶ୍ୱେକ୍ଷଣ ଜନାର୍ଦ୍ଦନ ଆଜ୍ଞା ଉପେନ୍ଦ୍ର ଇନ୍ଦ୍ରବର ଚକ୍ର ପାଣି ଚତୁର୍ଭୁଜ ବନମାଳୀ ବଳି ଧ୍ୱଂସ କଂସ ରାତ୍ରି ଅଧ୍ୟକ୍ଷ ଗୋପାଳ ପୁଅ ଆଜ୍ଞା ସେଇ କଲ୍ୟାଣ କଳ୍ପଦ୍ରୁମ ଅଲୌକିକ ପ୍ରେମକାରୀ ବ୍ରଜବିଳାସକ ହଟିଆ ନାଗର କାନ୍ନା ରାଧିକା ବଲ୍ଲଭ ବଂଶୀ ବଟବାସୀ ରସିକେନ୍ଦ୍ର ମୌଳି ଆର୍ଯ୍ୟାବର୍ତ୍ତର ଶ୍ରେଷ୍ଠ ପୁରୁଷ ଭଗବାନ କୃଷ୍ଣ ନାରାୟଣ, ଯିଏ ଥିଲେ ସତ୍ୟ ଯୁଗରେ ନୃସିଂହ ଚନ୍ଦ୍ର, ତ୍ରେତା ଯୁଗରେ ରାମଚନ୍ଦ୍ର, ଆଜ୍ଞା। ଦ୍ୱାପର ଯୁଗରେ କୃଷ୍ଣଚନ୍ଦ୍ର, କଳି ଯୁଗରେ ଗୌରଚନ୍ଦ୍ର, ଗୌରଚନ୍ଦ୍ର ସତ୍ୟ ଯୁଗରେ ନୃସିଂହନାଥ, ଆଜ୍ଞା ତ୍ରେତା ଯୁଗରେ ରଘୁନାଥ। ଦପରରେ ଏଇ ପୁଅ ଆଜ୍ଞା ଆଜ୍ଞା ଯାତ୍ରା ପାର୍ଟି ହଁ ଦ୍ୱାପର ଯୁଗରେ ଗୋପୀନାଥ, କଳି ଯୁଗରେ ହେଲେ ସେ ଜଗନ୍ନାଥ। ବାଃ ବାଃ ବାଃ। ବାବୁ ଆଜ୍ଞା ସେଇ ଯୋଉ ଜଗତର ନାଥ ଜଗନ୍ନାଥ, ବାସ୍। ଜଗନ୍ନାଥଙ୍କର କୋଉ କବି ପ୍ରିୟ କବି? ସାର୍ କହିଲ ଏ ପୁଅ ଆଜ୍ଞା କେନ୍ଦୁବିଲ ଗ୍ରାମରେ ଜନ୍ମଗ୍ରହଣ କଲେ ଖୋର୍ଦ୍ଧା ଜିଲ୍ଲାରେ। ଆଜ୍ଞା ଆଜ୍ଞା ଆନ୍ତର୍ଜାତୀୟ ସ୍ତରରେ ରିସର୍ଚ୍ଚ କରାଯାଉଛି, କଲଚର କରାଯାଉଛି। ଜୟଦେବ ଜୟଦେବ। ବଙ୍ଗାଳୀ ମାନେ କହିଲେ ଆମର କବି ଜୟଦେବ। ଜୟଦେବ। ଗୋଟିଏ ପଦ ଗାଇବି, ଗା। ଯୋଉ ଜୟଦେବଙ୍କର ଗୀତ ଗୋବିନ୍ଦକୁ ଶୁଣିବା ପାଇଁ ଜଗନ୍ନାଥଙ୍କର ଭାରି ଶ୍ରଦ୍ଧା। ଏଠି ତ ସମୟ ସାପେକ୍ଷ, ପୁଣି ଆକୁ ଉଠେଇକି ଧରିକିରି ବୋଲିବାକୁ ପଡୁଛି। ଆଚ୍ଛା ଦ୍ୱିତୀୟତଃ ପାଳିଆ ବାୟକ ଠିଆ, ଇଏ ଠିଆ ହେଲେ ମତେ ଅଡୁଆ। ଆଚ୍ଛା କଣ କରିବା, ତାରି ଭିତରେ ଟିକେ ଠିଆ ହେଇଯିବା ଆଉ। ଗୋଟିଏ ପଦ ଗାଉଛି ପିଲା, ଗାଇଦିଅ। ତୁମେ ଧରିଲେ ଧର, ନ ଧରିଲେ ନ ଧର। ଠିକ ଅଛି ହେ ହରି ଇଏ ଶ୍ରୀ ତ କମଳା କୁଚମଣ୍ଡଳ ହରି ହେ ଶ୍ରୀ ତ କମଳା କୁଚମଣ୍ଡଳ ତ କୁଣ୍ଡଳ ହେ ଲଳିତ
ଚିନ୍ତାମଣି କଲ୍ୟାଣ କଳ୍ପଦ୍ରୁମ ଆଜି ବ୍ରହ୍ମତରୁ ଆସିବେ ଆପଣ ମାନଙ୍କୁ ଆଶୀର୍ବାଦ କରିବା ପାଇଁ ତ ବାରିଆଡ ଚାକୁଣ୍ଡା ଗଛ ନା ନା ବ୍ରହ୍ମତରୁ ବ୍ରହ୍ମତରୁ କିଏ କିଏ ତୁ ବାପା ଆକୁ ନେଲୁ ମୁଁ ଆକୁ ଧରିବି ନା ଆରେ ପାଲା କରିବି ପୁଅ ସାର୍ ବ୍ରହ୍ମତରୁ ବ୍ରହ୍ମ କିଏ ବ୍ରହ୍ମ ପିଆଜ କଣ କହିଲୁ ଆଉ କଣ ବ୍ରହ୍ମ ପିଆଜ ଆଉ କଣ କେମିତି ତମେ ଦେଖୁନାହାନ୍ତି କିଲୋଟା କିଣିକି ଆଣିବେ ତାକୁ ଗୋଟି ଗୋଟି ଧରିକି ଛଡେଇବେ ଲାଷ୍ଟରେ ଯୋଉ ଗଜା ବାହାରିବ ସେଇ ହଉଛି ବ୍ରହ୍ମ ତା ପାଇଁ ଆଉ ଗୋଟେ ଫୁଲମାଳ ଆଣ ନାଇଁ ମତେ ସଲସଲ ଲାଗିବ ଚୁପ ବ୍ରହ୍ମ କି ତରୁ କିଏ ବ୍ରହ୍ମତରୁ ବ୍ରହ୍ମ କିଏ? କାହାକୁ କହିବା ଆପଣ କହନ୍ତୁ ଗୋଟିଏ ପଦ ମୁଁ ଗାଉଛି କାହାକୁ ବ୍ରହ୍ମ କହିବା ହଁ ୟା ଭିତରେ ବହୁତ ଗବେଷକ ଗବେଷଣା କରିଛନ୍ତି ମୋ କ୍ଷୁଦ୍ର ବୁଦ୍ଧିରେ ବାଃ। ମୁଁ ଯେତିକି ଅର୍ଜନ କରିଛି କହୁଛି ଆଉ ପୁଅ ଆଜ୍ଞା ଗୋଟିଏ ପଦ ଗାଇବି ହଁ ପ୍ରକୃତରେ ବ୍ରହ୍ମ ଆମେ କାହାକୁ କହିବା ସେ ଗୋଟେ ଦେଖା ଯାଆନ୍ତି କହିଲା ପୁଅ ହଁ ପ୍ରକୃତରେ ବ୍ରହ୍ମ ବାସ୍। କିଏ ଅନୁଭବ କରିବୁ ତୁ ବାସ୍। ଗୋଟିଏ ପଦ ଗାଉଛି ଗାମ୍ ନାହାନ୍ତି କହିଲା ପୁଷ୍ପ ମଧ୍ୟ ଯଥାବର୍ଣ୍ଣୀ କାଷ୍ଠ ମଧ୍ୟ ପୁଷ୍ପଗନ୍ଧ ପୟଭୂତ ଦେହ ମଧ୍ୟ ପାପ ପୁଣ୍ୟ ବିବର୍ଜିତ ଏ ଲାଇଟ୍ ଜଳୁଛି ହଁ ଇଏ କରେଣ୍ଟ କୋଉଥିରେ ଆସିଛି କୋଉଠି ଅଛି କହିଲ 11 କେବି ତାର ତାର ତା ଭିତରେ କଣ ଅଛି କରେଣ୍ଟ ଅଛି ତାକୁ ଛୁଇଁଲେ ମରିବା ମାଇଲା କିଏ କରେଣ୍ଟ ମାଇଲା କରେଣ୍ଟ କେମିତି ଯାଉନ ଦେଖିବ ଏଇଠି ମୁଁ ଛୁଇଁବି ହଁ ମାର ତାହେଲେ କରେଣ୍ଟ ତ ତା ଭିତରେ ଅଛି ଦେଖା ଯାଉଛି ଦେଖାଯାଉ ନାହିଁ ମାଇଲା କିଏ କରେଣ୍ଟ ମାଇଲା ସେତିକି ନୁହଁ ଆଉ ଏ ଗେଡୁ ବାବୁ ଏ ଫୁଲକୁ ଶୁଙ୍ଘୁ ଶୁଙ୍ଗିଲି କଣ ହଉଛି ବାସ୍ନା ହେଲା ଗନ୍ଧ ସୁଗନ୍ଧ ଆହା ଫୁଲ ଭିତରେ ଅଛି ବାସ୍ନା ଆରେ ବାବୁ ତୁ ମତେ ଦେଖେଇ ପାରିବୁ ତମ ବେକରେ ପ୍ରତି ଦେଖଉନା ମୁଁ ତୋ ବେକରେ ପକେଇଲେ ତୁ ଦେଖେଇ ପାରିବୁନି କେହି ଦେଖେଇ ପାରିବେନି ଆପଣ ମାନଙ୍କ ଭିତରୁ କେହି ଅସ୍ୱୀକାର କରିପାରିବେ ନାହିଁ ଫୁଲ ଭିତରେ ଗନ୍ଧ ନାହିଁ ବୋଲି ଆଜ୍ଞା କିନ୍ତୁ ଦେଖେଇ ପାରିବେନି ନା ଗୋଟିଏ ଲିଟର କଞ୍ଚା କ୍ଷୀର ଆଣିବା ଆହା କେମିକାଲ ପ୍ରୟୋଗ କରିବା ନାହିଁ କରିବା ନାହିଁ ତା ଭିତରେ ଆପଣ କହିପାରିବେ କୋଉଠି ସର୍ପି କି ଘୃତ ଲୁଚିଛି ନା କହିହବନି ଯେମିତି ଗାଈ କ୍ଷୀର ଭିତରେ ଘିଅ ଗୁପ୍ତ ଆଜ୍ଞା ଫୁଲ ଭିତରେ ତା ବାସ୍ନା ଗୁପ୍ତ ତାର ଭିତରେ ତା କରେଣ୍ଟ ଗୁପ୍ତ କାଠ ଭିତରେ ଅଗ୍ନି ଗୁପ୍ତ ସେଇପରି ସେମିତି ଏ ଦେହ ଭିତରେ ଦେହି ଗୁପ୍ତ ଆମ ଶରୀର ମୋ ଶରୀରରେ କିଏ ଅଛି ବୋଲି ମୁଁ ଏଠି ଠିଆ ହେଇ ପାଲା କରୁଛି ଚୁଡ଼ା ଭଜା ନାଇଁ ରେ ବାବୁ ଆଜ୍ଞା। ତାକୁ କେହି ଦେଖି ପାରୁନି ଦେଖି ନାହାନ୍ତି ପୁରା ସେଇ ହେଉଛନ୍ତି ବ୍ରହ୍ମ ବ୍ରହ୍ମ ଏଠି ଯଦି ବ୍ରହ୍ମ ହେବେ ଗଛ ଗଛ ଗଛର ଡାଳ କିଏ ବାସ୍ ପତ୍ର କିଏ ପତ୍ର କିଏ ବାସ୍ ଗଛର ଫଳ କିଏ ବାସ୍ ଗୋଟି ଗୋଟି ମୁଁ ଆପଣ ମାନଙ୍କୁ କହୁଛି ଗଛର ଡାଳ କିଏ ଚିହ୍ନେଇଲେ ବଳରାମ ଦାସ ସମୟ ତ ସ୍ୱଳ୍ପ ଆଜ୍ଞା ତାର ଭିତରେ କହିବାକୁ ପଡିବ ହଁ। କହିଲେ ସକଳ ଦେବ ଗଣ ମିଶି ବ୍ରହ୍ମ ତରୁରୁ ପରକାଶୀ ଯେତେ ସବୁ ଦେବତା ଅଛନ୍ତି ସମସ୍ତେ ସେଇ ବ୍ରହ୍ମରୁ ଆସିଛନ୍ତି କିନ୍ତୁ ଏଠି କବି କହିଲେ ବହି ହଉଛି କବି କୁଣ୍ଠା ଭରଣ କବି ହେଲେ ହେମେନ୍ଦ୍ର କବି କହିଲେ ଇଏ ବ୍ରହ୍ମ ଗଛରେ 3ଟି ଡାଳ ବ୍ରହ୍ମା ବିଷ୍ଣୁ ମହେଶ୍ୱର ଏ ପଏ ବ୍ରହ୍ମ ଗଛରେ ଯୋଉ 3ଟି ଡାଳ ବ୍ରହ୍ମା ବିଷ୍ଣୁ ମହେଶ୍ୱର ସେ କାହିଁକି ହେବେ ଇନ୍ଦ୍ର କାହିଁକି ହେବେ ନାହିଁ ଜମ କାହିଁ ହେବେ ନାହିଁ ଦେବଗୁରୁ ବୃହସ୍ପତି କାହିଁକି ହେବେ ନାହିଁ ଆଜ୍ଞା ଆମେ ସବୁବେଳେ କାହିଁକି କାରଣକୁ ବୁଝିବା ବ୍ରହ୍ମ ଗଛରେ ଡାଳ ହେଲେ ବ୍ରହ୍ମା ବିଷ୍ଣୁ ମହେଶ୍ୱର ମହେଶ୍ୱର ଏଠି ଇନ୍ଦ୍ର କାହିଁକି ହେବେନି ବା ନା ସର୍ବପ୍ରଥମେ ସେଇ ନିରାକାର ନିରଞ୍ଜନଙ୍କଠୁ 3 ଜଣ ଆସିଲେ ବ୍ରହ୍ମା ବିଷ୍ଣୁ ମହେଶ୍ୱର ପ୍ରମାଣ ପ୍ରମାଣ କୁମାର ସମ୍ଭବର କବି କାଳିଦାସ ଲେଖିଲେ କହିଲେ ନମସ୍ତ୍ରୀ ମୃତ ଏତୁଭ୍ୟଂ ସୃଷ୍ଟି କେବଳ ଆତ୍ମନେ ବିଭାଗ ଭେଦ ଉପେୟୁଷେ ବସିଲେ ବାଇକ ଯେତିକି ମଜବୁତ ଠିଆ ହେଲେ ନା ମୋ କହିବାର ତାତ୍ପର୍ଯ୍ୟ ନମ ସ୍ତ୍ରୀ ମୃତ୍ୟୁ ତୁଭ୍ୟଂ ପ୍ରାକ ସୃଷ୍ଟି ସୃଷ୍ଟି ସୃଷ୍ଟିର ପୂର୍ବରୁ ହଁ ଅନାଦି ବ୍ରହ୍ମ
शून्य ब्रह्म निरंजन निरंजन। सेठू तीनोटी गुण सृष्टि है 17 सी हेले ब्रह्मा विष्णु महेश्वर। महेश्वर आग ब्रह्मांकर सृष्टि हाँ। ना आग इंद्रंकर कार ब्रह्मा होचंती तांकरी पुओ मु मन को कहूने कहबे कि संस्कृत भागवत प्रमाण दब हाँ। যদুমণি महापात्र प्रमाण दब समस्त कहबे घंट कवि इटामाटीर कवि हाँ। संस्कृत साहित्य को टपी जाइछे बा ताको कोर्स करिबा कष्ट कष्ट बरा ए पुओए आया ब्रह्मा होचंती सेई निराकार निरंजन कर पुओ हे स्वयं नारायण कर पुओ पुओ। कला ममाति मेइब महादेव आहा। ब्रह्मा मद गात्र संभवा देश मम भ्राता ख्यामि शुणु नारद दिने नारायण डाकिले कहले नारदे प्रभु मो पाखुकु टिके आसो मते भलो लागुनी तम कथा गुराक काई की सब देवता माने मते सम्मान देला बेले हे तमे मते कोन टाहिटा परा कथि कथा ता कहतो तुमे मोर पौत्र माने पुअर पुओ तुमे हां तुम बापा होचंती ब्रह्मा मो पुओ हां तेणु तुमे ब्रह्मा को पुओ आया नाती की जे कोन टाही करंती नहीं की करंती ना तुमे मोर पौत्र जेहेतु आया। नाती हाँ। मु तुमु टिके टाही टापरा कली तमन तमे मोर जेजे ओ मु तुम जेजे हेले मो जेजिमा ए नारदे प्रभु तुम बापा ब्रह्मा कर मां नाही मोरी गर्भरु जन्म तमे पिला जन्म दउत हां ओ माय रॉड माई रोड कोन इंग्लिश। छात पकाइबो ना कोन तम बाटे हबन ए पुआए आया केमिति कहलो। ना भगवान विष्णुकर नाभि कमलरु जन्म वेदपति विश्वसुजाब्ज ध्वनि ब्रह्मा ब्रह्मा आपण मानकर प्रमाण जगन्नाथ दास भागवत रे कौन कहइछन कहले? कहला ब्रह्मा बायक पुओ एडे ओडुआ ओडुआ कालुरु आसीबो हाँ। कहला ब्रह्मा जे मोहर नंदन हे ब्रह्मा जे मोहर नंदन ब्रह्मा जे मोहर नंदन हे ब्रह्मा जे मोहर नंदन मोर मोर मन ताको ब्रह्मा हुचंती मो पुओ पुओ किंतु मु से पुओ को भल पाएनी काहेकि? काहेकि भल पाएनी हे आपण माने दिने समस्ते थिले गोटे गोटे बापार पुओ बापार पुओ एबे हेलेनी पुओर बापा बापा आपण को पुओ को आपण केते बेले भल पाइबे केते कहला ना जेते बेले बापा जो कथा को घृणा करूथिबे सेई आचरण को बारंबार जदी पुओ पुओ हां ग्रहण करिवे बस सेई काम करिवे हां कौनसी बापा ता पुओ को भल पाइबे ताले ब्रह्मा कले कोन जे भगवान नारायण जो कथा को घृणा करती ए सेई काम कले वेदपति ब्रह्मा ब्रह्मा नारायण कौ कथा घृणा करती सर मद पीवा को चुप नहीं। हारिदास गोटे पद कह कोन कहले कहला गौरव गंजन हरि गौरव गंजन हरि गौरव सहंती नाही काहारी रे तो दिन बंधु दई तारी रे गंजन कारी गर्भ सैले ताले ब्रह्मा गर्व करथले ब्रह्मा कौन एडिकी टिके कमंडल रे कौन टोपे पानी रखतेले हां 84 काठी काटी हां पुओ सार कहले मो भगवान विष्णु बामन भगवान पाद को कुआडे बुड़ाई देबे नख संधि रे रहिला वाह धरणीधर जयदेव पुओ कौन कहले कोन कहले अनेक कालरू गंगा कमंडले संची अनेक कालरू गंगा कमंडले संची अनेक कालरू गंगा आया ढालिला तो बच
ଅହଙ୍କାରୀ ପୁଅ ବେଦପତି ବ୍ରହ୍ମା ଗୋଟିଏ ଆଙ୍ଗୁଠି ଧୋଇ ହେଲା ନଖ ସନ୍ଧିରେ ରହିଗଲା ରହିଗଲା ପୁଅ ସାର୍ ତେଣୁ ବ୍ରହ୍ମା ହଉଛନ୍ତି ସ୍ୱୟଂ ନାରାୟଣଙ୍କର ପୁଅ ପୁଅ ଗଲେ ସଂସ୍କୃତ ଭାଗବତ ଆଜ୍ଞା। ଗଲେ ଓଡ଼ିଆ ଭାଗବତ ଭାଗବତ। ଯଦୁମଣି ମହାପାତ୍ରଙ୍କର ଗୋଟିଏ ପଦ ଧରିଦବା ଆଣ ଆଣ କହିଲା ଇଏ ଏହାଙ୍କ ପରିତ୍ରାଣ ବିନୋଦେ ଏହାଙ୍କ ପରିତ୍ରାଣ ହେଲା ତନୁ ତନୁ କହିଲେ କହିଲେ ଆପଣ ଯୋଉ ତିନି ଜଣକୁ ଉଦ୍ଧାର କଲେ ସେଥିରେ କିଛି ମୂଲ୍ୟ ନାହିଁ ଜଣେ ଆପଣଙ୍କର ଭାଇ ଜଣେ ଆପଣଙ୍କର ଆତ୍ମାର ସ୍ୱରୂପ ଜଣେ ଆପଣଙ୍କର ପୁଅ ତାହେଲେ ପୁଅ ହେଲେ ବ୍ରହ୍ମା ଶିବ ଶିବ ଆତ୍ମାର ସ୍ୱରୂପ ଭାଇ କିଏ ତୋ ପୁଅ ତୋ ଆତ୍ମାର ସ୍ୱରୂପ ଭାଇ ହେଲେ ବିଦ୍ୱଜା ପାକ ଶାସନ ବଳାରାତି ଶକ୍ର ଇନ୍ଦ୍ର ବୁଝିଲୁ ବିଷ୍ଣୁଙ୍କ ଭାଇ ବିଷ୍ଣୁଙ୍କର ଭାଇ ଇନ୍ଦ୍ର ଉପେନ୍ଦ୍ର ସାରୁକୁ ଯାଆନି ବ୍ରହ୍ମତରୁରେ ତିନୋଟି ଡାଳ ବ୍ରହ୍ମା ବିଷ୍ଣୁ ମହେଶ୍ୱର ଗଛ ଆସିଲେ ବ୍ରହ୍ମ ଆଜ୍ଞା ଡାଳ ଆସିଲେ ବ୍ରହ୍ମା ବିଷ୍ଣୁ ମହେଶ୍ୱର ପଣ୍ଡିତ ପତ୍ର ଚାରୋଟି ଆଜ୍ଞା ଚାରିଟା ପତ୍ର କଣ ଚାରିଟା ପତ୍ର କିଏ ଲେଖିଲେ ହାରିବନ୍ଧୁ ଦାସ କଲା ଚାରି ବେଦ ଯେ ଚାରି ପତ୍ର ହୋଇଲା ଚାରି ପତ୍ର ହୋଇଲା ବ୍ରହ୍ମତରୁରେ ରହିଲା ଯେତିକି ଆପଣ ମାନେ ବସିଛନ୍ତି ସବୁ ଶୁଣନ୍ତୁ ତାହେଲେ ପତ୍ର ହେଲେ ବ୍ରହ୍ମ ଗଛରେ ପତ୍ର ହେଲେ ଚାରି ପତ୍ର ରୁକ୍ ଯଜୁ ସାମ ଅଥର୍ବ ଚାରି ବେଦ ହେଲା ଚାରି ପତ୍ର ବ୍ରହ୍ମା ବିଷ୍ଣୁ ମହେଶ୍ୱର ହେଲେ ଡାଳ ପତ୍ର ହେଲେ ଚାରି ବେଦ ଦୁଇଟି ଫଳ ଦିଟା ଫଳ ଗୋଟିଏ ଫଳ ଦିନରେ ଫଳୁଛି ସନ୍ଧ୍ୟା ବେଳକୁ ସାର୍ ସନ୍ଧ୍ୟା ବେଳକୁ ସେ ଫଳ ଝଡି ଯାଉଛି ସନ୍ଧ୍ୟା ବେଳକୁ ଆଉ ଗୋଟିଏ ଫଳ ଫଳିଲା ସେ ସକାଳକୁ ଝଡି ଯାଉଛି ତାହେଲେ ଫଳ ଦିଟା କିଏ ଫଳ ଦିଟା ମୁଁ କହିପାରିବି ନାହିଁ କହିବେ କିଏ ଗ୍ରୀବାଣ ପ୍ରତିଭା ଅମ୍ଳାନ ପ୍ରତିଭା ଅଦ୍ୱୈତ ପ୍ରତିଭା ମୂର୍ଧନ୍ୟ ପ୍ରତିଭା ଏ ପୁଅ ପଞ୍ଚସଖା ଯୁଗର ସିଦ୍ଧ ସାଧକ ଅଚ୍ୟୁତାନନ୍ଦ ମହାପୁରୁଷ ସିଏ ଚିହ୍ନେଇ ଦେଲେ ଫଳ ଦିଟି କିଏ ଗୋଟିଏ ଦିନରେ ଫଳ ଗୋଟିଏ ରାତିରେ ଫଳ କହିଲା ଉଡୁପତ ପାନ ପୁଅ ଉଡୁପତ ପାନ ବେନି ଗୋଟି ଫଳ ବ୍ରହ୍ମତରୁରେ ଫଳିଲା ବ୍ରହ୍ମତରୁରେ ଫଳିଲା ବ୍ରହ୍ମତରୁରେ ଫଳିଲା ଷଢ଼ ଋତୁ ଷଢ଼ ଷଢ଼ ଋତୁ ଷଢ଼ ସ୍ୱାଦ ବଲାଇଣ ଷଢ଼ ଋତୁ ଷଢ଼ ସ୍ୱାଦ ବଲାଇଣ ଷଢ଼ ଋତୁ ଷଢ଼
ଆପଣ ମାନେ ବସିଛନ୍ତି ସବୁ ଶୁଣନ୍ତୁ। ସେ ଦୁଇଟି ଫଳ, ଗୋଟିଏ ହେଲେ ତପନ, ଗୋଟିଏ ହେଲେ ଉଡୁପ କହିଲେ ଚନ୍ଦ୍ର। ତପନ କହିଲେ ସୂର୍ଯ୍ୟ। ବା ସୂର୍ଯ୍ୟ ଫଳ ବ୍ରହ୍ମ ଗଛରେ ଦିନରେ ଫଳୁଛି, ଆଜ୍ଞା ସନ୍ଧ୍ୟା ବେଳକୁ ଝଡି ଯାଉଛି। ଏ ପୁଅ ସର୍ ମୁଁ ଯେମିତି କହୁଛି ତୁ ସେମିତି କହୁଛୁ, କଣ ଖତେଇ ହଉଛୁ ମତେ? ସେ ସାରା ମିଶାଉଛି ଆପଣଙ୍କ ସାଙ୍ଗରେ। ଯାତ୍ରା ପାଟିରେ ଥିଲୁ କିରେ? ଆଜ୍ଞା ଆଜ୍ଞା କଣ କରୁ? ରୋଲ ନାହିଁ, ଖାଲି ରୁଟି ବେଲିବି। ରୁଟି ବେଲା ସରିଲେ ମାଉସ ବାଉଁଶ ବୋଇବୁ, ଆଜ୍ଞା। ଆଉ ତାପରେ ଲେଡିଜଙ୍କ ପାଇଁ ଗରମ ପାଣି ନେଇ ଦଉ। ସାଡୁ ଜାନି ମୋ କହିବାର ତାତ୍ପର୍ଯ୍ୟ, ବ୍ରହ୍ମ ଗଛରେ ତିନି ଡାଳ ବ୍ରହ୍ମା ବିଷ୍ଣୁ ମହେଶ୍ୱର, ଚାରି ପତ୍ର ଚାରି ବେଦ, ବେଦ, ଗୋଟିଏ ଫଳ ଦିନରେ ଫଳୁଛି ସୂର୍ଯ୍ୟ ଫଳ, ସନ୍ଧ୍ୟା ବେଳକୁ ଝଡି ପଡୁଛି। ସନ୍ଧ୍ୟା ବେଳକୁ ରାତିକି ଫଳୁଛି ଚନ୍ଦ୍ର ଫଳ। ସକାଳକୁ ଝଡ଼ିଲା। ଇଏ ସୂର୍ଯ୍ୟ ଚନ୍ଦ୍ର ଯିବା ଆସିବା କଲା ପରେ ଦିନ ରାତି 24 ଘଣ୍ଟା, ଆଜ୍ଞା 8 ପ୍ରହର, 60 ଦଣ୍ଡ। ଏ ପୁଅ ଆଜ୍ଞା 7 ଦିନେ ସପ୍ତାହ, 15 ଦିନରେ ପକ୍ଷ, 30 ଦିନରେ ମାସେ, 2 ମାସରେ ଋତୁ, 6 ମାସରେ ଅୟନ, 12 ମାସରେ ବର୍ଷ। ଇଏ ଯୋଉ 6ଟା ଋତୁ, ଏଇ 6ଟା ଋତୁର 6 ପ୍ରକାର ସ୍ୱାଦ। ଆଜି ଆପଣଙ୍କର ଏ ଜାନୁଆରୀ ମାସରେ ପାଲା ହଉଛି ବୋଲି ଆପଣ ଏମିତି ବସିଛନ୍ତି। ମେ ମାସରେ ପାଲା ହେଲେ ଏମିତି ଟୋପି ମରେଇବେ ନାହିଁ ନା, ଖାଲି ଶାଲ ବଦଳିଲେ ପରିବେଶ ବଦଳିବ, ବଦଳିବ, ପ୍ରକୃତି ବଦଳିବ, ବଦଳିବ, ଖାଦ୍ୟପେୟ ବଦଳିବ, ପୋଷାକ ବଦଳିବ, ବଦଳିବ, ଚଳଣି ବଦଳିବ। ଆଜ୍ଞା ଆଜ୍ଞା ଗ୍ରୀଷ୍ମର ସ୍ୱାଦ ଶୀତରେ ନାହିଁ, ନା, ଶୀତର ସ୍ୱାଦ ବର୍ଷାରେ ନାହିଁ। ନା, 6ଟା ଋତୁ ଯୋଉ ଗ୍ରୀଷ୍ମ, ବର୍ଷା, ଶରତ, ହେମନ୍ତ, ଶୀତ, ବସନ୍ତ। ଋତୁ କେଇଟା? ଋତୁ 7ଟା। ଆଉ ଗୋଟେ ଋତୁ କୋଉଠି ଅଛି? ଏ ଯୋଉ ପ୍ରେମ ଋତୁଟି, ଏଇଥିପାଇଁ ଏ ନୂଆ ବୋଉକୁ ନେଇକିରି ରାତି ଶୋଟା ଦେଖିବାକୁ ଯାଇଥିଲି। ପ୍ରେମ ଋତୁ ଗୋଟେ କଣ ଲେଖା ହେଇଛି ସେଗୁଡାକ ତାକୁ କାଟିଦେ। କାଟିଲି। ହଁ ଏ ପୁଅ ସାର୍, ମୋ କହିବାର ତାତ୍ପର୍ଯ୍ୟ 6ଟା ଋତୁ ହେଲା 6 ପ୍ରକାର ସ୍ୱାଦ। ସ୍ୱାଦ। ସେଇ ବ୍ରହ୍ମ ତରୁ, ବା ସେଇ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ସୁଦର୍ଶନ, ଶ୍ରୀଦେବୀ, ଭୂଦେବୀ, ମାଧବ, ବଳିଆର ଭୁଜ। ଆରେ ପାଲା ତ ଗାଇଲେ ଗାଇଲେ ମହାପ୍ରଭୁଙ୍କର ଚକା ଆଖିକି ଟିକେ ଆଖି ମିଶିଗଲେ ସେଟା କେଡେ ବଡ ପୁଅ। ଆଉ ଗୋଟିଏ ପଦ ମୋର ମନେ ପଡୁଛି, ଆମର ଏ ପାଲା ପରିଷଦର ଜଣେ ପଣ୍ଡିତ, ବିଜ୍ଞ, ଧୁରୀଣ ବ୍ୟକ୍ତିତ୍ୱ, ଯାହାଙ୍କୁ ମୁଁ କକେଇ ବୋଲି ଡାକେ, ସେ ଅନ୍ୟ କେହି ନୁହନ୍ତି, ଗାୟକ ପଣ୍ଡିତ, ବେଦ ବିଶାରଦ ରମେଶଚନ୍ଦ୍ର ପଣ୍ଡା ମହୋଦୟ। ମୁଁ କକେଇ ବୋଲି ଡାକେ। ଆଉ ସମୟ ନାହିଁ, ମୁଁ ଗୋଟିଏ ପଦ ଗାଉଛି, ଯଦି କକେଇ ଆପଣ କହୁଥିବେ ମନ ଦୁଃଖ କରିବେନି। ଯେମିତି ଜୟଦେବ ଲେଖିଛନ୍ତି ଗୀତ ଗୋବିନ୍ଦ, ଇଏ କବି ଅମରୁ ଲେଖିଛନ୍ତି ଗୀତ ଲୋକେଶ, ଇଏ ସେମିତି ଲେଖିଛନ୍ତି ଶିବଙ୍କ ଉଦ୍ଦେଶ୍ୟରେ। ଗୋଟେ ପଦ ଗାଇଦିଅ ସାର୍, ସମୟ ହେଇଗଲା। କହିଲା ଇଏ ସମ୍ପା ଚମ୍ପା ଭୂଷଣ। ଆପଣମାନଙ୍କ ଭିତରେ ଏମିତି ପ୍ରତିଭା ଅଛନ୍ତି, ଆପଣ ଶ୍ରବଣ କରନ୍ତୁ। ଆଚ୍ଛା ଠିକ ଅଛି। ହରି ଚମ୍ପା ବିନିନ୍ଦିତ ଚମ୍ପା ଭୂଷଣ, ହର ଚମ୍ପା ବିନିନ୍ଦିତ ଚମ୍ପା ଭୂଷଣ, ଚିତ ଦୂଷଣ ହେ, ଚିତ ସୃଷ୍ଟି ସ୍ଥିତି ବିଲୟ କାରଣ, ଜୟ ଲୋକନାଥ ହର 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 ଲୋକନାଥ ହର। ସେଇ ହରିହର ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ସୁଦର୍ଶନ, ବ୍ରହ୍ମତରୁ ସମସ୍ତଙ୍କର କଲ୍ୟାଣକାରୀ ହୁଅନ୍ତୁ, ସର୍ବରିଷ୍ଠ ଖଣ୍ଡନ କରନ୍ତୁ। ଏତିକି ମୋର ନମ୍ର ନିବେଦନ। ସମୟ କହିଛନ୍ତି ମାନେ ମୁଁ ଗୋଟେ ଏପଟ ସେପଟ ମିନିଟ୍ କରିବି। ବୈଧାନିକ ତ୍ରୁଟି ମୋ ଜୀବନ କାଳରେ ମୁଁ କେବେ କରିନି। जय नीलाचलवासी, जय जगन्नाथ सत्यनारायण देव। अद्य आयोजित 47तम नीलाचल निखृतकल पाला गायक परिषद ओडिशा राज्यस्तरीय सम्मेलन में
मंच उपरे पदासीन गायक प्रवीर श्री सनातन दास महोदय साहित्य चर्चा मुग्ध हो मृदंगार जड़े श्रद्धेय पाला गायक भोलानाथ उत्कलीय कला संस्कृति टीवी चैनल यूट्यूब एवं आपण मानकर त्रिशक्ति 301 टंका उपहार देइचंती आशा करी आपण माने समस्त करताली दे उत्साहित करिबा जय जगन्नाथ सत्यनारायण ଆମର ଥରେ ନାହିଁ ହଉ ପ୍ରଭୁ ଜଗନ୍ନାଥ ହଉଛି ଆଉ ବର୍ଷ ଖଣ୍ଡେ ଗାଇଲେ ଯଦି ଆଉ ଅଧିକ ସେ ଭୋଳାନାଥଙ୍କର ସେଇ ଭୋଳାନାଥ ଶଙ୍କର ଭଗବାନ ଦେବଦେବ ମହାଦେବ ଆଶୁତୋଷ ଶିଳା ପରେ ଧୃଜଟି ବାମଦେବ ତ୍ରିଲୋଚନ କଲ୍ୟାଣକାରୀ ହୁଅନ୍ତୁ ସର୍ବରିଷ୍ଟ ଖଣ୍ଡନ କରନ୍ତୁ ତ୍ରିଶକ୍ତି ଭକ୍ତି ସୁଧା ଆଜି ତ 3 ଜଣଙ୍କ କଥା ହେଲା କଲ୍ୟାଣକାରୀ ହୁଅନ୍ତୁ ସର୍ବରିଷ୍ଟ ଖଣ୍ଡନ କରନ୍ତୁ ବୋଲ ଆନନ୍ଦ ଏକବାର बहुत बहुत धन्यवाद गायक प्रवीर सनातन दास महोदय खूब सुंदर भाव में पाला परिवेशन कर 47तम सांवत्सरिक सम्मेलन को साकार करिसेंती श्री जगन्नाथ महाप्रभु निकट में प्रणाम निवेदन करुच्ची गुहारी करुच्ची हे प्रभु जगन्नाथ सनातन दास और साथी मानकर उत्तरोत्तर उन्नति करନ୍ତୁ शरीर तांकर सुस्थ निरामय करନ୍ତୁ बोल आनंद कबार जय जगन्नाथ आपनकर कर्म शेष होईची बहुत बहुत धन्यवाद अनुष्ठान तरफ वर्तमान पाला परिवेशन करिवे अन्यतम गायक सुदूर मयूरभंज जिला धाई आसछंती उमेश कुमार बेहेरा गायक चक्रवर्ती से आपण मान को पाला शुणेबे से समय पर्यंत आपण को अपेक्षा करिया को निवेदन करा जाउछि जय जगन्नाथ